ମଧ୍ୟରେ ଚାଲିଥିବା ତିକ୍ତତା ଏକ ଅତି ଜଟିଳ ବିଷୟ। ଯଦିଓ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଦୁଇ ଦେଶ ମଧ୍ୟରେ କୌଣସି ସିଧାସଳଖ ପୂର୍ଣ୍ଣକାଳୀନ ଯୁଦ୍ଧ ଫୁଲ୍ ସ୍କେଲ୍ ୱାର୍ ହୋଇନାହିଁ, କିନ୍ତୁ ସେମାନଙ୍କ ମଧ୍ୟରେ ଦୀର୍ଘ ଦଶନ୍ଧି ଧରି ସଂଘର୍ଷ ଜାରି ରହିଛି। ଏହି ସଂଘର୍ଷର କିଛି ମୁଖ୍ୟ କାରଣ ଏବଂ ସାମ୍ପ୍ରତିକ ପରିସ୍ଥିତି ତଳେ ଦିଆଗଲା। 1. ମୁଖ୍ୟ ବିବାଦର କାରଣ। ପରମାଣୁ କାର୍ଯ୍ୟକ୍ରମ। ଆମେରିକା ସନ୍ଦେହ କରେ ଯେ ଇରାନ ପରମାଣୁ ବୋମା ତିଆରି କରୁଛି, ଯାହାକୁ ଇରାନ ସବୁବେଳେ ଅସ୍ୱୀକାର କରିଆସିଛି। ଆର୍ଥିକ କଟକଣା ସାଙ୍କସନ୍ସ। ଆମେରିକା ଇରାନ ଉପରେ ଅନେକ କଠୋର ଆର୍ଥିକ କଟକଣା ଲଗାଇଛି, ଯାହା ଇରାନର ଅର୍ଥନୀତିକୁ ପ୍ରଭାବିତ କରିଛି। ମଧ୍ୟପ୍ରାଚ୍ୟରେ ପ୍ରଭାବ। ସିରିଆ, ୟେମେନ୍ ଏବଂ ଲେବାନନ ଭଳି ଦେଶରେ ନିଜର ପ୍ରଭାବ ବିସ୍ତାର କରିବା ପାଇଁ ଦୁଇ ଦେଶ ମଧ୍ୟରେ ପ୍ରତିଯୋଗିତା ଚାଲିଛି। 2. ପ୍ରକ୍ସିୱାର। ସିଧାସଳଖ ଯୁଦ୍ଧ ନ କରି ଏହି ଦୁଇ ଦେଶର ଅନ୍ୟ ଗୋଷ୍ଠୀ ମାଧ୍ୟମରେ ପରସ୍ପରକୁ ଆକ୍ରମଣ କରନ୍ତି। ଇରାନ ସମର୍ଥିତ ଗୋଷ୍ଠୀ, ଯେପରିକି ହିଜବୁଲ୍ଲା ବା ହୁତି ବିଦ୍ରୋହୀ, ଆମେରିକାର ସ୍ୱାର୍ଥ ଉପରେ ଆକ୍ରମଣ କରନ୍ତି। ଆମେରିକା ଏହାର ପ୍ରତିବଦଳରେ ଏୟାରଷ୍ଟ୍ରାଇକ୍ ବା ସାଇବର ଆକ୍ରମଣ କରିଥାଏ। 3. ବର୍ତ୍ତମାନର ସ୍ଥିତି 2024 ବିନା 2026। ଇସ୍ରାଏଲ ହାମାସ ଯୁଦ୍ଧ ପରଠାରୁ ଏହି ତିକ୍ତତା ଆହୁରି ବଢ଼ିଯାଇଛି। ଇରାନ ଇସ୍ରାଏଲ ବିରୋଧୀ ଗୋଷ୍ଠୀକୁ ସମର୍ଥନ କରୁଥିବା ବେଳେ ଆମେରିକା ଇସ୍ରାଏଲ ସହିତ ଦୃଢ଼ ଭାବରେ ଠିଆ ହୋଇଛି। ଏହାଦ୍ୱାରା ମଧ୍ୟପ୍ରାଚ୍ୟରେ ଏକ ବଡ଼ ଯୁଦ୍ଧର ଆଶଙ୍କା ସବୁବେଳେ ରହୁଛି। ମନେ ରଖନ୍ତୁ, ଯଦି ଏହି ଦୁଇ ଦେଶ ମଧ୍ୟରେ ସିଧାସଳଖ ଯୁଦ୍ଧ ହୁଏ, ତେବେ ଏହା ବିଶ୍ୱର ତେଲ ଦର ଅଏଲ୍ ପ୍ରାଇସେସ୍ ଉପରେ ଭୟଙ୍କର ପ୍ରଭାବ ପକାଇବ ଏବଂ ଏହା ତୃତୀୟ ବିଶ୍ୱଯୁଦ୍ଧର ରୂପ